ଏଇ ଦେଖନ୍ତୁ ଭାଇମାନେ ଆଜି ଗୋଟେ ବଡ଼ ମାଛଟେ ପାଣିରେ ଭାସୁଥିଲା ମୁଁ ତାକୁ ଟେକିକି ଆଣିକି ନାହାରେ ରଖିଦେଲି। ଆଉ ଏଇ ଡଙ୍ଗାରେ ଆମେ ଏ ବର୍ଷ କାଳିଜାଇ ଯିବାକୁ ବାହାରିଛୁ। ତ ଶେଷ ଯାଏଁ ଦେଖନ୍ତୁ ସବୁ ଜାଣିପାରିବେ। ତ ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ପୁଣି ଥରେ ଗୋଟେ ଛୋଟିଆ ବ୍ଲଗରେ ସ୍ୱାଗତ କରୁଛି। ବର୍ତ୍ତମାନ ସକାଳ 5ଟା ହେଇଗଲାଣି, ଆମେ ଚିଲିକା ଯିବାକୁ ବାହାରିଛୁ। ଏଇ ଦେଖନ୍ତୁ ବାପା ଏବେ ମେସିନ୍ ଧରିଛନ୍ତି, ସକାଳ ହେଇ ଆସିଲାଣି। ବର୍ତ୍ତମାନ ଆମେ ଜାଲ ପାଖରେ ପହଞ୍ଚି ଗଲୁଣୁ। ପୁଡ଼ା ଝାଡ଼ିବା ପାଇଁ ପୁଡ଼ା ପାଖକୁ ମୁଁ ଯାଉଛି। ଫାଷ୍ଟ ଡୋର ଫିଟେଇଲି, ଯେତେବେଳେ ମୋ ନଜର ଗଲା ଗୋଟେ ମାଛଟେ ଆମ ଚାବି ଭିତରେ ପହଁରୁଛି। ଦେଖନ୍ତୁ କଉ ମାଛଟେ ବେଳେ ଦେଖାଯାଉଛି, ଚାଇନା କଉ ବେଳେ। ସେଥିପାଇଁ ମୁଁ ଜାଲଟେ ନେଇକି ତାକୁ ପୁରେଇବାକୁ ଚେଷ୍ଟା କଲି। ସେ ସଟକିନି ଆମ ଜାଲରେ ପଶିକି ଆସିଲା ହାରି। ତ ବହୁତ ବଡ଼ କଉଟେ ହେଇଥିଲା, ପାଖାପାଖି 500-600 ହବ। ଦେଖନ୍ତୁ ବର୍ତ୍ତମାନ ଆ କେଜି 100 ଟଙ୍କା ଲେଖା ଅଛି, ସେଥିପାଇଁ ବହୁତ ଭଲ ହେଲା। ମୁଁ ତାକୁ ଧରିକି ଆଣିଲି ହାରି। ଆଉ ଗୋଟେ ଆମ ପଞ୍ଜୁରୀରେ ପଡ଼ିଥିଲା। ତ ଦେଖନ୍ତୁ 3ଟା ପୁଡ଼ା ଝଡ଼ା ସରିଗଲାଣି। ବର୍ତ୍ତମାନ ଏତିକି ମାଛ ପଡ଼ିଛନ୍ତି। ତ ଜାଲ ସମ୍ପୂର୍ଣ୍ଣ ଝଡ଼ା ସରିଗଲାଣି। ଆମେ ଗାଁକୁ ଯାଉଛୁ ବର୍ତ୍ତମାନ। ଦେଖନ୍ତୁ এইটি মাছ বিক্রি করাগলা। আমার এই ভাইকি চুঙ্গুড়ি দিয়াগলা। তো চুঙ্গুড়ি আজ টিকে রেট কম লা, 260 টঙ্কার আজ চুঙ্গুড়ি যাইছি। তো এই দেখুন সিঙ্গড়া ওজন করছেন ভাই মানে। এটি হচ্ছে রোহি, ভাকুর, আর বচ্চা, আর এটি হচ্ছে রূপচাঁদি। আর এটি দেখুন গোটে ভাইটা বড় কান্দারু কেমতি প্লাসে কଣ୍ଟା ভাঙুଛନ୍ତି। তো কান্দা কଣ୍ଟା ভাঙিয়াটা এতে সহজ কথা নୁହଁ, ସେଥିପାଇଁ ସେମାନେ ପ୍ଲାସରେ କଣ୍ଟା ଭାঙୁଛନ୍ତି। ଏଇ ଦେଖନ୍ତୁ ଡାଙ୍ଗଳା, ସାହାଳିଆ ସବୁ ପ୍ରକାର ମାଛ ଗଦିଆ ଯାଇଛି, ଯାହାକି 200 ଟଙ୍କା 250 ଟଙ୍କା ଆଜି କେଜି ଚାଲିଥିଲା। ଆଜି ଟିକେ କମ ରେଟ୍ ଥିଲା। ଦେଖନ୍ତୁ ଡାଙ୍ଗଳା ପୁରା ଗଦିଆ ହେଇଛି, ପାଖାପାଖି 20-30 କିଲୋ ଖଣ୍ଡେ ହବ। ଏଇ ଦେଖନ୍ତୁ ଚୁଙ୍ଗୁଡି। ତ ଭାଇ ଭଉଣୀ ମାନଙ୍କର ବହୁତ ସାରା କମେଣ୍ଟ ଆସିଥିଲା, କହୁଥିଲେ ଆଉ ଭାଇ ଆମେ ଚିଲିକା ବୁଲିବୁ। ସେଥିପାଇଁ ମୁଁ ତଳେ ନମ୍ବର ଦେଇଦେଇଛି, ଆପଣ ମାନେ ଚାହିଁଲେ କଲ୍ କରିପାରିବେ ଆଉ ସବୁ କିଛି ବୁଝିପାରିବେ। ତ ଡିଜେ, ଲାଇଟ୍, ସାଉଣ୍ଡ ଆଉ ଚିଲିକା ଚାରିକୋଣ ଯାକ ବୁଲିବାର ଅଛି। ଆପଣ ଚାହିଁଲେ କମେଣ୍ଟ କରି କଲ୍ କରିକି ସରି ବୁଝିପାରିବେ। ତ କାଳିଜାଇ, ବାଲିଅଚଣ୍ଡୀ ଆଉ ସାତପଡ଼ା, ଡଲଫିନ୍ ବହୁତ ସାରା କିଛି ଦେଖିବାର ଅଛି। लाइक सब्सक्राइब सब करियो।